କାହାକୁ ଅପମାନ କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ଆପଣଙ୍କର ସମସ୍ତ ପୁଣ୍ୟ ନଷ୍ଟ ହୋଇଯିବ ଯଦି ଆପଣ କାହାକୁ ଅପମାନ କରୁଛନ୍ତି। ଆଜି ଆମେ ଜାଣିବା କ'ଣ ସେହି ଅପମାନ ଗୁଡ଼ିକ, ତାହା ସହିତ 20ଟି ଅନୁଚିନ୍ତା ଯାହାକି ଆପଣଙ୍କ ଜୀବନକୁ ବଦଳେଇ ଦେବ, ଆପଣଙ୍କ ଜୀବନକୁ ଭଲ ମାର୍ଗ ଦେଖେଇବ, ଆପଣଙ୍କ ଜୀବନରେ ସୁଖ ଶାନ୍ତି ଭରିଦେବ। ତ ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ଜୀବନରେ ସୁଖ ଶାନ୍ତିରେ ରହିବାକୁ ହେଲେ ସଂସାରରେ କିଛି ନୀତି ନିୟମ ଜାଣିବା ନିତ୍ୟନ୍ତ ଆବଶ୍ୟକ ହୋଇଥାଏ। ଶାସ୍ତ୍ର ଅନୁସାରେ ଯେଉଁ ଲୋକ ହାତରେ ମାଟି ଚୂନା କରେ, ନଖରେ ତୃଣ ଛିଣ୍ଡାଏ ଏବଂ ଦାନ୍ତରେ ନଖ କାମୁଡ଼େ, ସେ ଶୀଘ୍ର ନଷ୍ଟ ହୋଇଯାଏ। ହାତରେ କେବେ ମଧ୍ୟ ଲୁଣ, ତେଲ ଓ ଅନ୍ୟ ବ୍ୟଞ୍ଜନ ପଦାର୍ଥ ଅନ୍ୟକୁ ଦେବା ଉଚିତ ହୋଇନଥାଏ। ସାଙ୍ଗମାନେ ଜୀବନରେ ଗୋଟେ କଥା ମନେ ରଖିଥାନ୍ତୁ, କେବେ ବି ହେଲେ ଲୁଣ, ତେଲ, ଅନ୍ୟ ବ୍ୟଞ୍ଜନ ପଦାର୍ଥ ହାତରେ ଦିଅନ୍ତୁ ନାହିଁ। କୌଣସି ଚାମଚ ବ୍ୟବହାର କରନ୍ତୁ, କୌଣସି ପାତ୍ର ବ୍ୟବହାର କରନ୍ତୁ, ହେଲେ କେବେ ବି ହେଲେ ହାତରେ ଦେଇ ଭୁଲ କରନ୍ତୁ ନାହିଁ। ଏହା ଅଭକ୍ଷ୍ୟ ହେବା ସହ ଅମଙ୍ଗଳକାରୀ ମଧ୍ୟ ହୋଇଥାଏ। ରାତିରେ ଖସାଯୁକ୍ତ ଖାଦ୍ୟ, ଦହି କିମ୍ବା ବୁଟ ଛତୁଆ ଆଦି ଖାଇବା ଦ୍ୱାରା ଅମଙ୍ଗଳ ହୋଇଥାଏ। ମହୁରେ ଘିଅ ମିଶାଇ ଏବଂ ଗୁଡ଼ରେ ତେଲ ମିଶାଇ ଖାଇବା ଅନୁଚିତ ହୋଇଥାଏ। ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ। ଲୁହା ପାତ୍ରରେ କ୍ଷୀର, ଦହି ଇତ୍ୟାଦି ଖାଇବା ଓ ଜଳ ପାନ କରିବା ଅନୁଚିତ ଅଟେ। ମୁଣ୍ଡ ବିନ୍ଧୁଥିଲେ ଚୁଟି ଟାଣିବା କିମ୍ବା ମୁଣ୍ଡ ଚିପିବା ଅନୁଚିତ ଅଟେ। ବିନା କାରଣରେ କୌଣସି ସ୍ଥାନରେ ଛେପ ପକାଇବା ମଧ୍ୟ ଅମଙ୍ଗଳ ହୋଇଥାଏ। ଗୋଡ଼ ବିନ୍ଧୁଥିଲେ ପାଦ ସାହାଯ୍ୟରେ ଗୋଡ଼ ଚିପିବା ମଧ୍ୟ ଅନୁଚିତ ହୋଇଥାଏ। ବସିଥିବା ସମୟରେ ଜାଣିଶୁଣି ମୁଣ୍ଡ, ହାତ ଓ ଗୋଡ଼ ହଲାଇବା ଦ୍ୱାରା ଅମଙ୍ଗଳ ହୋଇଥାଏ। ସାଙ୍ଗମାନେ ଜୀବନରେ ଗୋଟେ କଥା ମନେ ରଖିଥାନ୍ତୁ, କେବେ ବି ହେଲେ ଲୁହା ପାତ୍ରରେ କ୍ଷୀର, ଦହି ଇତ୍ୟାଦି ଖାଇବା ଓ ଜଳପାନ କରିବା ଅନୁଚିତ ହୋଇଥାଏ। ତ ଜୀବନରେ କେବେ ବି ହେଲେ ଲୁହା ପାତ୍ରରେ ଏହିସବୁ ଜିନିଷ କରନ୍ତୁ ନାହିଁ। ଆପଣମାନଙ୍କୁ ଯାହା ବି ମିଳିଥାଏ ଆପଣମାନେ ପାଣି ପିଇ ନେଇଥାନ୍ତି, ଆପଣମାନେ କ୍ଷୀର ପିଇ ନେଇଥାନ୍ତି, କିନ୍ତୁ ଆପଣମାନେ ଆଜିଠାରୁ ମନେ ରଖିଥାନ୍ତୁ, କେବେ ବି ହେଲେ ଲୁହା ପାତ୍ରରେ ପାଣି ପିଇବେ ନାହିଁ। ଆପଣମାନେ ଷ୍ଟିଲ୍ ପାତ୍ରରେ ପାଣି ପିଇପାରିବେ, ମାଟି ପାତ୍ରରେ ପାଣି ପିଇପାରିବେ, କାଚ ପାତ୍ରରେ ପାଣି ପିଇପାରିବେ, ପିତ୍ତଳ ପାତ୍ରରେ ପାଣି ପିଇପାରିବେ, କିନ୍ତୁ କେବେ ବି ହେଲେ ଲୁହା ପାତ୍ରରେ ପାଣି ପିଅନ୍ତୁ ନାହିଁ। ଆପଣମାନେ ଅସୁବିଧାରେ ପଡ଼ିପାରନ୍ତି, ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଆସିପାରେ। ଦାନ୍ତକୁ ଦାନ୍ତରେ ରଗଡ଼ିବା ଓ ଗୋଡ଼ ଧୋଇବା ଦ୍ୱାରା, ଗୋଡ଼କୁ ଗୋଡ଼ରେ ଘଷିବା ଦ୍ୱାରା ଅମଙ୍ଗଳ ହୋଇଥାଏ। ବସିବା ଆସନକୁ କେବେ ବି ଗୋଡ଼ରେ ଟାଣିବା ଉଚିତ ନୁହେଁ। ଅଗ୍ନି, ସାପ, ସିଂହ ଏବଂ ନିଜ କୂଳରେ ଜନ୍ମିତ ବ୍ୟକ୍ତିଙ୍କୁ ଅନାଦର କରିବା ଉଚିତ ନୁହେଁ। ଅଙ୍ଗହୀନ, ବିଦ୍ୟାହୀନ, ବୁଦ୍ଧିହୀନ ଏବଂ ରୂପହୀନ ଲୋକଙ୍କୁ କେବେ ବି ଅପମାନିତ କରିବା ଉଚିତ ନୁହେଁ। ଏହାଦ୍ୱାରା ଅର୍ଜନ କରାଯାଇଥିବା ପୁଣ୍ୟ ନଷ୍ଟ ହୋଇଥାଏ। ଅସ୍ତ ସମୟରେ କେବେ ବି ସୂର୍ଯ୍ୟ କିମ୍ବା ଚନ୍ଦ୍ର ଦର୍ଶନ କରିବା ଉଚିତ ନୁହେଁ। ଏହାଦ୍ୱାରା ରୋଗ ଉତ୍ପନ୍ନ ହୋଇଥାଏ। ସାଙ୍ଗମାନେ ଆପଣମାନେ ଗୋଟେ କଥା ସବୁବେଳ ପାଇଁ ମନେ ରଖିଥାନ୍ତୁ, ଅଙ୍ଗହୀନ, ବିଦ୍ୟାହୀନ, ବୁଦ୍ଧିହୀନ ଏବଂ ରୂପହୀନ ଯେଉଁ ଲୋକଙ୍କ ପାଖରେ ଏହି 4ଟି ଜିନିଷ ନାହିଁ, ଆପଣମାନେ ସେହି ଲୋକକୁ ବହୁତ ଖରାପ କଥା କହିଥାନ୍ତି, ବହୁତ ନିଚା ଦେଖେଇଥାନ୍ତି। କିନ୍ତୁ ଆଜିଠାରୁ ମନେ ରଖିଥାନ୍ତୁ, କେବେ ବି ହେଲେ ଏ ଲୋକମାନଙ୍କୁ ଖରାପ କରି କହିବେ ନାହିଁ, କାରଣ ଏମାନଙ୍କୁ ଭଗବାନ ବନେଇଛନ୍ତି। ଏମାନଙ୍କର ନିଜସ୍ୱ କିଛି ବି ନାହିଁ। ଏମାନଙ୍କୁ ଭଗବାନ ଏମିତି ବନେଇଛନ୍ତି ଆଉ ଏମାନେ ଭଗବାନଙ୍କ ଦ୍ୱାରା ହିଁ ଏ ପୃଥିବୀ ପୃଷ୍ଠରେ ଜନ୍ମ ନେଇଛନ୍ତି। ଆପଣମାନଙ୍କର ଅଧିକାର ନାହିଁ ସେମାନଙ୍କୁ ନିଚା ଦେଖେଇବା। ତ ସେଥିପାଇଁ ଆପଣମାନେ କେବେ ବି ହେଲେ ଏମିତିକା ଲୋକମାନଙ୍କୁ ଖରାପ କରି କୁହନ୍ତୁ ନାହିଁ। କୃଷ୍ଣ ପକ୍ଷରେ ଖଣ୍ଡିତ ଚନ୍ଦ୍ର ଉଦୟ ଦର୍ଶନ କରିବା ଦ୍ୱାରା ମଧ୍ୟ ଅଶୁଭ ଓ ରୋଗ ସୃଷ୍ଟି ହୋଇଥାଏ। ଆକାଶରେ ଗୋଟିଏ ତାରା
ଉଦୟ ହୋଇଥିବା ବେଳେ ମଧ୍ୟ ଆକାଶକୁ ଦେଖିବା ଉଚିତ ନୁହେଁ। ଏହାଦ୍ୱାରା ରୋଗର ଭୟ ସୃଷ୍ଟି ହୋଇଥାଏ। ଜଳରେ ନିଜ ରୂପ ବା ଛାଇ ଦେଖିବା ମଧ୍ୟ ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ। କେବେ ବି ପର ସ୍ତ୍ରୀ ଓ ପର ପୁରୁଷଙ୍କ ନଗ୍ନ ରୂପ ଦେଖିବା ଉଚିତ ନୁହେଁ। ଏହାଦ୍ୱାରା ମଧ୍ୟ ଅମଙ୍ଗଳ ହୋଇଥାଏ ଓ ରୋଗ ସୃଷ୍ଟି ହୋଇଥାଏ। ସାଙ୍ଗମାନେ, ଯଦି ଆପଣମାନେ ପର ନାରୀ ଉପରକୁ ନଜର ରଖୁଛନ୍ତି, ଯଦି ପର ନାରୀର ନଗ୍ନ ରୂପକୁ ଆପଣମାନେ ଦେଖିବାକୁ ଚାହୁଁଛନ୍ତି, ତାହେଲେ ଆଜିଠାରୁ ସତର୍କ ହୋଇଯାଆନ୍ତୁ, ସାବଧାନ ହୋଇଯାଆନ୍ତୁ। ଆପଣମାନେ ରୋଗରେ ପଡ଼ିପାରନ୍ତି। କେବେ ବି ହେଲେ ଏ ଭୁଲ କରନ୍ତୁ ନାହିଁ। ଯଦି ଆପଣଙ୍କ ମନକୁ କେବେ ବି ହେଲେ ଏମିତି ଆସୁଥାଏ, ସାଙ୍ଗମାନେ, ଆପଣମାନେ ଯେତେବେଳେ ଗାଧୋଇବାକୁ ଯାଉଛନ୍ତି, ସେ ନଦୀ କି ହେଉ, ପୋଖରୀ କି ହେଉ, ଯେକୌଣସି ଜାଗାକୁ ବି ହେଉ, ଆପଣଙ୍କ ଛାଇଟି ପାଣିରେ ପଡ଼ୁଥିବ, ଆପଣମାନେ ନିଶ୍ଚିତ ଭାବରେ କେବେ ନା କେବେ ଦେଖିଥିବେ। ତ ମୁଁ ଆଜି ଆପଣମାନଙ୍କୁ ଜଣାଇ ଦେବାକୁ ଚାହୁଁଛି, ଯଦି ଆପଣମାନେ ଗାଧୋଇ ଯାଉଛନ୍ତି ଆଉ ଗାଧୋଇ ଗଲାବେଳେ ଆପଣମାନେ ନିଜ ଛାଇକୁ ଦେଖୁଛନ୍ତି, ଛାଇକୁ ଦେଖିବା ପାଇଁ ଆପଣମାନେ ମନରେ ଆଗ୍ରହ ରଖୁଛନ୍ତି, ତାହେଲେ ଆଜିଠାରୁ ସତର୍କ ହୋଇଯାଆନ୍ତୁ, ସାବଧାନ ହୋଇଯାଆନ୍ତୁ। ଆପଣମାନେ ରୋଗର ଶିକାର ହୋଇପାରନ୍ତି ଯଦି ଆପଣମାନେ ନିଜ ଛାଇକୁ ନିଜେ ଦେଖୁଛନ୍ତି। ଅଇଁଠା ମୁହଁରେ ସୂର୍ଯ୍ୟ, ଚନ୍ଦ୍ର, ତାରା ଓ ଗ୍ରହ ନକ୍ଷତ୍ର ଆଜି ଦେଖିବା ମଧ୍ୟ ଅମଙ୍ଗଳକାରୀ ହୋଇଥାଏ। ଶବକୁ ଛୁଇଁଥିବା ଲୋକଙ୍କୁ, ରାଗୀ ଗୁରୁଙ୍କ ମୁଖକୁ, ତେଲ କିମ୍ବା ଜଳରେ ପଡ଼ିଥିବା ଛାଇକୁ ଦେଖିବା ମଧ୍ୟ ଅମଙ୍ଗଳକାରୀ ହୋଇଥାଏ। ସାଙ୍ଗମାନେ, ଅଇଁଠା ମୁହଁରେ କେବେ ବି ହେଲେ ସୂର୍ଯ୍ୟଙ୍କୁ ଦେଖନ୍ତୁ ନାହିଁ। ସୂର୍ଯ୍ୟ, ଚନ୍ଦ୍ର, ତାରା, ଗ୍ରହ ନକ୍ଷତ୍ର ଏମାନଙ୍କୁ କେବେ ବି ହେଲେ, ଯଦି ଆପଣମାନେ ଖାଇକିରି ଉଠୁଛନ୍ତି, ଆପଣମାନଙ୍କ ମୁହଁ ଅଇଁଠା ଅଛି, ଆପଣମାନେ ମୁହଁ ଧୋଇ ନାହାନ୍ତି, ତ ଆପଣମାନେ କେବେ ବି ହେଲେ ଏମାନଙ୍କୁ ଦର୍ଶନ କରନ୍ତୁ ନାହିଁ। ଆପଣମାନେ ଅସୁବିଧାରେ ପଡ଼ିପାରନ୍ତି, ଆପଣମାନେ ରୋଗଗ୍ରସ୍ତ ମଧ୍ୟ ହୋଇପାରନ୍ତି। ଦ୍ୱିତୀୟରେ ହେଉଛି ଶବକୁ ଛୁଇଁବା ଲୋକଙ୍କୁ, ଯେଉଁମାନେ ଶବକୁ ଛୁଇଁଥାନ୍ତି, ରାଗୀ ଗୁରୁଙ୍କ ମୁଖକୁ, ଯେଉଁମାନେ ରାଗୀ ଗୁରୁ ମାନେ ଗୁରୁ ଯେଉଁମାନେ ଥାନ୍ତି ସେମାନଙ୍କ ମଧ୍ୟରୁ ରାଗୀ ମଧ୍ୟ ବହୁତ ଥାନ୍ତି। ଆଉ ତାପରେ ତେଲ କିମ୍ବା ଜଳରେ ପଡ଼ିଥିବା ଛାଇକୁ, ତେଲରେ ପଡ଼ୁଥିବା ଛାଇ, ଜଳରେ ପଡ଼ୁଥିବା ଛାଇ ଦେଖିବା ଅମଙ୍ଗଳ ହୋଇଥାଏ। ଏହିସବୁ ଜିନିଷକୁ କେବେ ବି ହେଲେ ଦେଖନ୍ତୁ ନାହିଁ, ନହେଲେ ଆପଣଙ୍କ ସହିତ ଅମଙ୍ଗଳ ହୋଇପାରେ, ଆପଣଙ୍କ ଶରୀର ଅସୁସ୍ଥ ହୋଇପାରେ, ଆପଣଙ୍କର ଜୀବନ ନଷ୍ଟ ହୋଇପାରେ। ସାଙ୍ଗମାନେ, ତ ଆପଣମାନେ ନିଶ୍ଚିତ ଭାବରେ ବୁଝିପାରିଥିବେ ଜୀବନରେ କ'ଣ କରିବା ଆବଶ୍ୟକ, କ'ଣ କରିବା ଆବଶ୍ୟକ ନୁହଁ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଯଦି ଭିଡ଼ିଓରୁ ଆପଣମାନଙ୍କୁ କିଛି ଶିଖିବା ପାଇଁ ମିଳିଥିବ, ଲାଇକ୍ଟିଏ ନିଶ୍ଚିତ ଭାବରେ କରିଦେବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ। ଯଦି ଆପଣମାନେ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିତ ଭାବରେ କରିଦେବେ। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।